ଓଡ଼ିଶାରେ ଅତୀତରେ ବିଜେଡି ବହୁତ ଦିନ ପର୍ଯ୍ୟନ୍ତ ରହିଲା, କିନ୍ତୁ ଓଡ଼ିଶାରେ କୌଣସି ଆଞ୍ଚଳିକ ଦଳ ବେଶୀ ଦିନ ତିଷ୍ଠ ରାଜ୍ୟସଭାଟା କଣ ହବ ତାହେଲେ ଆପଣ ଭାବୁଛନ୍ତି? କାରଣ ଚତୁର୍ଥ ସିଟ୍ କିଏ ହାତେଇବ? ବର୍ତ୍ତମାନ ପର୍ଯ୍ୟନ୍ତ ତ ଚତୁର୍ଥ ସିଟ୍ର କଥା ଅଛି। ଚତୁର୍ଥ ସିଟ୍ କଣ ହବ କଣ ନାହିଁ ଏଇଟା ଭବିଷ୍ୟତ। ଆଞ୍ଚଳିକ ଦଳ କଥା ଆପଣ କହୁଛନ୍ତି, ଆଞ୍ଚଳିକ ଦଳ ଆକ୍ଚୁଆଲି କାହାର କ୍ଷତି ହବ? ବିଜେଡିର କ୍ଷତି ହବ, ବିଜେଡିର କ୍ଷତି ହବ। ବିଜେଡି ଗୋଟେ ଆଞ୍ଚଳିକ ଦଳ, ଆଞ୍ଚଳିକତା ର ଭୋଟ ଯଦି ଆଉ ଗୋଟେ ଦଳ ନେଇଯାଏ ତାହେଲେ ବିଜେଡିର କ୍ଷତି। ବିଜେପି ତ ନ୍ୟାସନାଲ ହିସାବରେ ଅଛି ନା, ନ୍ୟାସନାଲ ପାର୍ଟି ହିସାବରେ। ତ ନ୍ୟାସନାଲ ଭୋଟ ଯୋଉମାନେ ଜାତୀୟ ଚିନ୍ତାଧାରାର ଲୋକମାନେ ସେମାନେ ବିଜେପିକୁ ଦେଲେ। ଏବଂ ଏଇ ଅବଶ୍ୟ ରାଜନୀତିରେ ଚିନ୍ତାଧାରା ଏତେ ମହତ୍ଵ ରଖୁନାହିଁ, କିନ୍ତୁ ଗୋଟିଏ ସମାନ ବିଚାରଧାରାର ପାର୍ଟି, ଦୁଇଟା ସମାନ ଧାରାର ବିଚାର ପ୍ରତି ସେମାନେ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ। ଦେଖନ୍ତୁ ମହାରାଷ୍ଟ୍ରରେ ଶିବସେନା ଏବଂ ବିଜେପି ଏମାନଙ୍କ ଭିତରେ ବୁଝାମଣା ଥିଲା, ଏବଂ ବୁଝାମଣା ଗୋଟିଏ ବିଷୟକୁ ନେଇକରି ଏମାନଙ୍କର ଭିତରେ ସାମଞ୍ଜସ୍ୟ ଥିଲା। କିନ୍ତୁ ସେ ବିଚାରରୁ ଶିବସେନା ଚାଲିଯିବା ପରେ, ତାର ବୈଚାରିକ ଅବକ୍ଷୟ ଘଟିଲା ପରେ ସେ ଦଳ ପ୍ରତିଷ୍ଠିତ ହେଲାନି। ଯଦି ସମାନ ବିଚାରଧାରାରେ ଥାନ୍ତା ତାହେଲେ ବିଜେପି କୁ ସେ ହୁଏତ ବିଜେପିର ସମସାମୟିକ ହେଇକରି ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ମଧ୍ୟ ହେଇପାରିଥାନ୍ତି, ତ ହେଲା ନା। ସେମିତି ଭାରତର ରାଜନୀତି ଆପଣ ଧୀରେ ଧୀରେ ଦେଖନ୍ତୁ ଦ୍ୱିକେନ୍ଦ୍ରିକ ଆଡ଼କୁ ଯାଉଛି। ଗୋଟିଏ ପଟେ ବିଜେପି ଯୋଉମାନେ ନ୍ୟାସନାଲ ଭାବନାକୁ, ଜାତୀୟ ଭାବନାକୁ ନେଇକି ରହୁଛନ୍ତି, ଏବଂ ଅନ୍ୟଟା କଂଗ୍ରେସର ନେତୃତ୍ୱ ରହିବା କଥା। କିନ୍ତୁ ଅନେକ ଗୁଡ଼ିଏ ପାର୍ଟି ସ୍ୱଭାବଗତ କଂଗ୍ରେସ ବିରୋଧୀ। ଧରନ୍ତୁ ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶ, ଏଇଟା ହଉଛି ବୈଚାରିକ ଦୃଷ୍ଟିରୁ କଂଗ୍ରେସ ବିରୋଧୀ, କିନ୍ତୁ ବ୍ୟବହାରିକ ଦୃଷ୍ଟିରୁ ସେମାନେ କଂଗ୍ରେସ ସପକ୍ଷରେ ଗଲେ ସେ ଫଳାଫଳ ସେମାନେ ପାଉନାହାନ୍ତି। ବିହାରରେ ବି ଦେଖନ୍ତୁ ତାଙ୍କର ଯୋଉ ବିହାରର ଲାଲୁ ପ୍ରସାଦଙ୍କର ପାର୍ଟି ଆରଜେଡି, ସେମାନେ ବୈଚାରିକ ଦୃଷ୍ଟିରୁ କଂଗ୍ରେସ ବିରୋଧୀ, କିନ୍ତୁ କଂଗ୍ରେସ ସହିତ ଗଠବନ୍ଧନ କଲେ ତାର ସଫଳତା ସେମାନଙ୍କୁ ପାଉନାହିଁ। ଏମିତି ଅନେକ ଜାଗାରେ ଅଛି, କେବଳ ତାମିଲନାଡୁ ଛାଡ଼ିଦେଲେ। ଦେଖନ୍ତୁ ତାମିଲନାଡୁ ଗୋଟେ ଅଲଗା ପ୍ରକାର ରାଜନୀତି। କେରଳରେ ଯଦିଓ ଜାତୀୟ ସ୍ତରରେ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସର ସମର୍ଥନ କରୁଛି, କିନ୍ତୁ ଆଞ୍ଚଳିକ ସ୍ତରରେ କେରଳରେ ସେମାନେ ପରସ୍ପର ବିରୋଧୀ। ତ ଏମିତି ଧୀରେ ଧୀରେ ଦେଖନ୍ତୁ ତୃଣମୂଳ କଂଗ୍ରେସ କଂଗ୍ରେସରୁ ବାହାରିଛି, କିନ୍ତୁ ପଶ୍ଚିମବଙ୍ଗରେ ସେମାନେ କଂଗ୍ରେସ ବିରୋଧୀ। ଜାତୀୟ ରାଜନୀତିକ ଦୃଷ୍ଟିପଟ କଣ ହଉଛି ତା ଉପରେ ବି ବହୁତ କିଛି ନିର୍ଭର। ସାର୍, ଏବେ ଦେଖିବାକୁ ଗଲେ ବର୍ତ୍ତମାନ ମଧ୍ୟ ଓଡ଼ିଶାରେ ସମାଜବାଦୀ ପାର୍ଟି ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍ତରପ୍ରଦେଶ ସେ ମଧ୍ୟ ଆସିଛନ୍ତି। ଗତକାଲି ନବୀନ ପଟ୍ଟନାୟକ ମଧ୍ୟ ଭେଟିଛନ୍ତି, ଆଜି ମଧ୍ୟ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି, କହୁଛନ୍ତି କି ଗୋଟେ ସମୀକରଣ କିଛି ହେଇପାରେ କି କିଛି ଆଲୋଚନା ହଉଛି ବିଜେଡି ସହିତ ମିଶି କିଛି ଗୋଟେ ସମୀକରଣ ରହିବ। ଦେଖନ୍ତୁ ଏଇ ସମୀକରଣର କଣ ଲାଭ? ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶର ଗୋଟେ ଆଞ୍ଚଳିକ ଦଳ ଭଳିଆ ଅଛି। ଓଡ଼ିଶାରେ ତାର ଖାତା ଖତିଆ ନାହିଁ, ତାର ଲୋକ କାହିଁ? ପ୍ରତ୍ୟେକ ବୁଥରେ ପ୍ରତ୍ୟେକ ୱାର୍ଡରେ ଲୋକ ଦରକାର ନା ଆଜ୍ଞା। ଆପଣଙ୍କ ପାଇଁ ଝଣ୍ଡା ଧରିବା ପାଇଁ ଲୋକ ଦରକାର, ଆପଣ ପାଇଁ ଛିଡା ହେବା ପାଇଁ ଲୋକ ଦରକାର, ଲୋକ କାହିଁ? ନୂଆପଡାରେ ମଧ୍ୟ ପ୍ରାର୍ଥୀ ଦେଇଥିଲେ, ନିଜେ ମଧ୍ୟ ପ୍ରଚାର କରିବା ପାଇଁ ଆସିଥିଲେ ମଧ୍ୟ ଅଖିଳେଶ ଯାଦବ।
ଯେ ଭୋଟ କେତେ ପାଇବେ? ଭୋଟ ପାଇବା ଉପରେ ନିର୍ଭର କରୁଛି। ଦେଖନ୍ତୁ ଧୀରେ ଧୀରେ ବିଜେଡି ନୂଆପଡ଼ା ଇଲେକ୍ସନରେ ତୃତୀୟ ସ୍ଥାନ ଅଧିକାର କଲା। ଭାବୁଥିଲୁ ଆମେ ଦ୍ୱିତୀୟ ହେଇପାରେ, କିନ୍ତୁ ଲୋକ ତାକୁ ତୃତୀୟ ସ୍ଥାନ ଉଠାଇଲେ। ତ এই পরিপ্রেক্ষিতে কোন জনতা হেলে মালিক, লোকে কোন নিষ্পত্তি নৌଛନ୍ତି সেটা বড় জিনিস। লোকে কাহাକୁ କ୍ଷମା କରିନାହାନ୍ତି, କାହାକୁ କ୍ଷମା କରିବେନି। ବିଚାରକ ସେମାନେ ଭଲ ନିର୍ଣ୍ଣୟ ନେବାରେ ଆମର ଲୋକଙ୍କୁ କେହି ପାରିବେ। सर ଆଉ ଗୋଟେ କଥା ହଉଛି ବର୍ତ୍ତମାନ ବିଜେଡି ରୁ ଆମେ ଦେଖିଛୁ 2 ଦିନ ତଳେ 2 ଜଣ ସସ୍ପେଣ୍ଡ କରାଗଲା ଏବଂ କାଲି ବି ଯାଜପୁରରୁ କିଛି ଆସିଷ୍ଟାଣ୍ଟ ବିଜେପି ବି ମଧ୍ୟ ସାମିଲ ହେଇଛନ୍ତି। ବିଜେଡି ର ବର୍ତ୍ତମାନ ଧାଡି କାହିଁକି ଖାଲି କରିଦିଆଯାଉଛି, ତାର ଉଦ୍ଦେଶ୍ୟ କଣ? ଦେଖନ୍ତୁ ବିଜେଡି ଗୋଟେ ସରକାରୀ ଦଳ ହିସାବରେ 24 ବର୍ଷ ରହିଲା। ସରକାରୀ ଛାଟ, ପାର୍ଟିର ଛାଟ ଆଗରେ ବହୁତ ଲୋକ ମୁଣ୍ଡ ନୁଆଁଇକି ଥିଲେ। ଆପଣ ମାନେ ଜାଣିଥିବେ ଆମର ଜଣେ ଥିଲେ, ଅପେରା ବି କରୁଥିଲେ। ସେ ଗୋଟେ ନାଟକ କରିଥିଲେ ଗୁଡ୍ ମର୍ଣ୍ଣିଂ ଅଙ୍କଲ। ନାଟକର ଶୀର୍ଷକ ଥିଲା ଗୁଡ୍ ମର୍ଣ୍ଣିଂ ଅଙ୍କଲ। ଲୋକଙ୍କର ମନରେ ବିଦ୍ରୋହ ଥିଲା। ଲୋକ ସେଟା କେତେବେଳେ ମୌକା ମିଳିଲେ ବାହାର କରନ୍ତି ଆଉ କଣ ଅଛି। ଏବେ ସିଚୁଏସନ କଣ ହଉଛି, କାହିଁକି ବିଜେପି କାହିଁ ଭାଙ୍ଗିବାକୁ ଚେଷ୍ଟା କରୁଛି? ବିଜେପି ଭାଙ୍ଗିବା ପାଇଁ ଚେଷ୍ଟା କରୁନି। ବିଜେପି ଯୋଉଦିନ ଭାଙ୍ଗିବା ପାଇଁ ଚେଷ୍ଟା କରିବ ସେଦିନ ତ ବିଜେଡି ଖଣ୍ଡ ଖଣ୍ଡ। देश विदेश कोण अनुकोणर टेक्निक खबर देखंतु आम सह यूट्यूब, फेसबुक और इंस्टाग्राम रे आमको देखंतु, लाइक शेयर और सब्सक्राइब करने को आद्य भूलंतुनि।